ओडिशा कम्युनिकेशनले समस्तଙ୍କୁ ବହୁତ ବହୁତ ସ୍ୱାଗତ। ବର୍ତ୍ତମାନ ସମୟରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଟ୍ରାଫିକ୍ ସବ୍ ଇନ୍ସପେକ୍ଟର ଏହା ସହିତ ଏକ୍ସାଇଜ୍ ସବ୍ ଇନ୍ସପେକ୍ଟର ନିଯୁକ୍ତି ପାଇଁ ନୋଟିଫିକେସନ୍ ଆସିଯାଇଛି। ଯଦି ଆପଣମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଟ୍ରାଫିକ୍ ଏସ୍ଆଇ ଏବଂ ଏକ୍ସାଇଜ୍ ଡିପାର୍ଟମେଣ୍ଟର ଏସ୍ଆଇ ଆବେଦନ କରିବା ପାଇଁ, ତେବେ ଡିଟେଲ୍ସ ଇନଫର୍ମେସନ୍ ଆମେ ଆଲୋଚନା କରିବା। ଆବେଦନ ଠାରୁ ସିଲେକ୍ସନ୍ ପର୍ଯ୍ୟନ୍ତ କ'ଣ ଡିଟେଲ୍ସ ପ୍ରୋସେସ୍ ରହିଛି ଡିଟେଲ୍ସ ଆଲୋଚନା କରିବା। ତା ପୂର୍ବରୁ କହି ରଖୁଛି ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ନିଶ୍ଚିନ୍ତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଦେଖନ୍ତୁ ଆପଣଙ୍କର OSSC ଯେଉଁଟାକି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଆପଣଙ୍କର ରହିଛି କ'ଣ ନା ଟ୍ରାଫିକ୍ ସବ୍ ଇନ୍ସପେକ୍ଟର ଏବଂ ଏକ୍ସାଇଜ୍ ସବ୍ ଇନ୍ସପେକ୍ଟର ନିଯୁକ୍ତି ପାଇଁ ନୋଟିଫିକେସନ୍ ରହିଛି। ଟ୍ରାଫିକ୍ ଏସ୍ଆଇରେ ଆପଣଙ୍କର ଟୋଟାଲ ପୋଷ୍ଟ ରହିଛି 21ଟି ଏବଂ ଏକ୍ସାଇଜ୍ ସବ୍ ଇନ୍ସପେକ୍ଟରରେ ଟୋଟାଲ ପୋଷ୍ଟ ରହିଛି 10ଟି। ଦେଖନ୍ତୁ ଟ୍ରାଫିକ୍ ସବ୍ ଇନ୍ସପେକ୍ଟର ପାଇଁ ଆପଣଙ୍କର ଲେଭେଲ୍ ଲାଇନ୍ ରହିବ, ଯେଉଁଟାକି ଆପଣଙ୍କର 35,400 ଟଙ୍କା ବେସିକ୍ ପେ ରହିବ ଏବଂ ଯଦି ଆପଣ ହିସାବ କରିବେ 55,000 ଆପଣଙ୍କର ଇନ୍ ହ୍ୟାଣ୍ଡ କ୍ୟାସ୍ ସାଲେରୀ ରହିବ। ଏବଂ ଏକ୍ସାଇଜ୍ର ଯେଉଁ ଇନ୍ସପେକ୍ଟର ଅଛି ଲେଭେଲ୍ 8 ଅଛି। ଲେଭେଲ୍ 8ରେ ଆପଣଙ୍କର ବେସିକ୍ ପେ ହେଉଛି 29,200, ତେବେ ଆପଣଙ୍କୁ 45,000 ପ୍ଲସ୍ ଆପଣଙ୍କୁ ସାଲେରୀ ଇନ୍ ହ୍ୟାଣ୍ଡ ରହିବ। ଏବଂ ଏହି ପୋଷ୍ଟ ପାଇଁ ଅନଲାଇନ୍ ଆବେଦନ କେବେଠୁ ଆରମ୍ଭ ହେଉଛି ନା ଯେଉଁଟାକି ଆପଣଙ୍କର ନଭେମ୍ବର 25ରୁ ଆରମ୍ଭ ହେବ, ଡିସେମ୍ବର 24 ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରିପାରିବେ। ଏବଂ ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଆପଣ କ'ଣ କରିବେ ନା ଯଦି ରେଜିଷ୍ଟ୍ରେସନ୍ କରିଥିବେ ଡିସେମ୍ବର 27 ତାରିଖ ପର୍ଯ୍ୟନ୍ତ ଆପଣ ଡିପୋଜିଟ୍ କରିପାରିବେ। ଏବଂ ଏହା ସହିତ ଅନଲାଇନ୍ ଆପ୍ଲିକେସନ୍ ଫର୍ମରେ ଯଦି କିଛି ଭୁଲ ଥିବ ତେବେ ମଧ୍ୟ ଆପଣ ଡିସେମ୍ବର 30 ତାରିଖ ମଧ୍ୟରେ ତାକୁ ଏଡିଟିଂ କରିପାରିବେ। ସମସ୍ତ କାର୍ଯ୍ୟ ଅନଲାଇନ୍ ମାଧ୍ୟମରେ କରାଯିବ। www.ossc.gov.in এইটা ରହିବ ଆପଣଙ୍କର ଅଫିସିଆଲ ୱେବସାଇଟ୍। ଏହି ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଆବେଦନ କରାଯିବ। ଏହାପରେ ଆମେ ଦେଖିବା ଏଲିଜିବିଲିଟି କ୍ରାଇଟେରିଆ, କେଉଁମାନେ ଯୋଗ୍ୟ। ଦେଖନ୍ତୁ ଏଥିପାଇଁ କେଉଁମାନେ ଯୋଗ୍ୟ ନା ପ୍ରଥମତଃ ଆପଣ ଜାଣିଛନ୍ତି ଇଣ୍ଡିଆର ସିଟିଜେନ୍, ଗୁଡ୍ କ୍ୟାରେକ୍ଟର ଏବଂ ଯେଉଁଟାକି ଫିଜିକାଲି ଫିଟ୍ ଥିବା ଦରକାର। ଦେନ୍ ଆଉ ଗୋଟିଏ କଣ୍ଡିସନ୍ ରିଡ୍ ରାଇଟ୍ ସ୍ପିକ୍ ଓଡ଼ିଆ, ଏଇ କ୍ୱାଲିଫିକେସନ୍ ଥିବା ଦରକାର। ଆପଣଙ୍କର 10th ଷ୍ଟାଣ୍ଡାର୍ଡ଼ରେ ହେଉ ନହେଲେ ମିଡ଼ିଲ୍ ସ୍କୁଲ ଷ୍ଟାଣ୍ଡାର୍ଡ଼ରେ ହେଉ ନହେଲେ 7th ଷ୍ଟାଣ୍ଡାର୍ଡ଼ରେ ହେଉ ଆପଣଙ୍କର ଥିବା ଦରକାର। ନହେଲେ ସିଙ୍ଗଲ ସବଜେକ୍ଟ ଏକ୍ଜାମିନେସନ୍ ଯଦି ଦେଇଥିବେ ଓଡ଼ିଆରେ ଦେନ୍ ଆପଣ ଏଲିଜିବଲ୍ ହେଇପାରିବେ। ଦେଖନ୍ତୁ ଏଇ ପୋଷ୍ଟ ପାଇଁ କ'ଣ ରହିଛି, ଦୁଇଟି ଯାକ ପୋଷ୍ଟ ପାଇଁ ଆପଣଙ୍କର ଗ୍ରାଜୁଏସନ୍ ରହିଛି। ଆପଣ ଏନି ବ୍ୟାଚଲର ଡିଗ୍ରୀ ଯେଉଁମାନେ BA, BSc, BCom ଏହା ସହିତ ଆପଣଙ୍କର ବିଟେକ୍, ବ୍ୟାଚଲର ଅଫ୍ ଇଞ୍ଜିନିୟରିଂ ଏନି ଆପଣଙ୍କର ଯଦି ବ୍ୟାଚଲର ଡିଗ୍ରୀ ଆପଣ କରିଛନ୍ତି ଦେନ୍ ଆପଣମାନେ ନିଶ୍ଚିନ୍ତ ଭାବରେ ଏଇ ଦୁଇଟି ପୋଷ୍ଟ ପାଇଁ ଆବେଦନ କରିପାରିବେ। ଏହାପରେ ହେଉଛି ଏଜ୍ କ୍ରାଇଟେରିଆ, ଆପଣଙ୍କର ବୟସ ସୀମା ମିନିମମ୍ 21 ବର୍ଷ, ଯେଉଁଟାକି ଆପଣଙ୍କର 1 ଜାନୁଆରୀ 2024 ହେବା ଦରକାର ଏବଂ ଆପଣଙ୍କର ମ୍ୟାକ୍ସିମମ୍ 38 ବର୍ଷ, ଯେଉଁଟାକି 1 ଜାନୁଆରୀ 2024 ସୁଦ୍ଧା ହେଇଥିବା ଦରକାର। ଦେଖନ୍ତୁ ଏଥିରେ ରିଲାକ୍ସେସନ୍ ରହୁଛି କେଉଁମାନଙ୍କ ପାଇଁ ନା ସମସ୍ତ ଓମେନ୍, SC, BC, SC, ST ସମସ୍ତଙ୍କ ପାଇଁ, ଯେଉଁଟାକି 5 ଇୟର୍ ରିଲାକ୍ସେସନ୍ ସେମାନେ 43 ପର୍ଯ୍ୟନ୍ତ ଆବେଦନ କରିପାରିବେ। ଯେଉଁମାନେ ଆପଣଙ୍କର ରିଲାକ୍ସେସନ୍ରେ ବିଲଙ୍ଗସ୍ କରୁଛନ୍ତି ସେମାନେ ଆବେଦନ କରିପାରିବେ। ଏବଂ ଏହାପରେ ଆପଣଙ୍କର ରହୁଛି କ'ଣ ନା ସିଲେକ୍ସନ୍ ପ୍ରୋସେସ୍, କିପରି ଭାବରେ ଆପଣଙ୍କୁ ସିଲେକ୍ସନ୍ କରାଯିବ। ଗୋଟେ ଆପଣଙ୍କର ରିଟିନ୍ ଏକ୍ଜାମିନେସନ୍ କରାଯିବ, ତାପରେ ଫିଜିକାଲ୍ ମେଜରମେଣ୍ଟ ଏବଂ ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ ହେବ, ଦେନ୍ ଆପଣଙ୍କର ସାର୍ଟିଫିକେଟ୍ ଭେରିଫିକେସନ୍ କରାଯିବ। ଦେଖନ୍ତୁ କ'ଣ ନା ଷ୍ଟେଜ୍ 1ରେ ଆପଣଙ୍କର ରିଟିନ୍ ଏକ୍ଜାମିନେସନ୍ ହେବ, 150 ମାର୍କର ଏକ୍ଜାମ୍ କରାଯିବ, 150ଟି କ୍ୱେଶ୍ଚିନ୍ ରହିବ ଆଉ ଯେଉଁଟାକି ଆପଣଙ୍କର 180 ମିନିଟ୍ରେ ଏକ୍ଜାମିନେସନ୍ କରାଯିବ। ଏବଂ ଏଥିରେ ମଧ୍ୟ ନେଗେଟିଭ୍ ମାର୍କ ଅଛି ଏବଂ ଏଥିରେ ଆପଣଙ୍କର କ'ଣ ରହିବ ନା ଯେଉଁମାନେ ଆପଣଙ୍କର ଏକ୍ଜାମ୍ ଦେବେ 10 ଟାଇମ୍ସ ଆପଣଙ୍କର ଯେତିକି ଭେକେନ୍ସି ଅଛି ଭେକେନ୍ସିର 10 ଟାଇମ୍ସ କ୍ୟାଣ୍ଡିଡେଟ୍ସ ମାନଙ୍କୁ ଡକାଯିବ ଆପଣଙ୍କର ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ ପାଇଁ। ରିଟିନ୍ ଏକ୍ଜାମିନେସନ୍ ପରେ ଫିଜିକାଲ୍ ମେଜରମେଣ୍ଟ ଏବଂ ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ କରାଯିବ ଏବଂ ଶେଷରେ ଆପଣଙ୍କର କ'ଣ କରାଯିବ ନା ସାର୍ଟିଫିକେଟ୍ ଭେରିଫିକେସନ୍ କରାଯିବ। ଏବଂ ଏହା ପରେ ଆପଣଙ୍କ ଯେଉଁ ଏକ୍ଜାମ୍ କରାଯିବ ସେଥିରେ ଆପଣଙ୍କ ଜେନେରାଲ ଇଂଲିଶ ରହିବ, ଓଡ଼ିଆ ରହିବ, ଜେନେରାଲ ଷ୍ଟଡିଜ୍ ରହିବ, ଦେନ୍ ଆପଣଙ୍କର କ'ଣ ରହିବ ନା ଜେନେରାଲ ସାଇନ୍ସ ଏବଂ ରିସେଣ୍ଟ ସାଇଣ୍ଟିଫିକ୍ ଏବଂ ଟେକ୍ନୋଲୋଜିକାଲ ଡେଭଲପମେଣ୍ଟ, ଦେନ୍ କରେଣ୍ଟ ଏଫେୟାର୍ସ ରହିବ, ହିଷ୍ଟ୍ରି ଅଫ୍ ଇଣ୍ଡିଆ ରହିବ, ଯେଉଁ ନ୍ୟାସନାଲ ମୋମେଣ୍ଟ ରହିଛି ତାହା ମଧ୍ୟ ରହିବ, ଦେନ୍ ଇଣ୍ଡିଆ ଏବଂ ୱାର୍ଲଡ ଜିଓଗ୍ରାଫି ପାର୍ଟରୁ ମଧ୍ୟ କ୍ୱେଶ୍ଚନ୍ସ ରହିବ, ଦେନ୍ ଇଣ୍ଡିଆନ୍ ପଲିଟି ଏବଂ ଇକୋନମିର କ୍ୱେଶ୍ଚନ୍ ରହିବ, ମେଣ୍ଟାଲ ଏବିଲିଟି ଯେଉଁଟାକୁ ରିଜନିଂ କହୁଛନ୍ତି, ଆମର ନ୍ୟୁମେରିକାଲ ଏବିଲିଟି ଯେଉଁଟାକି ଏରିଥମେଟିକ୍ସ 10th ଷ୍ଟାଣ୍ଡାର୍ଡ ଅପ୍ ଟୁ ତାର ଭିତରେ କ୍ୱେଶ୍ଚନ୍ସ ରହିବ।
ଏବଂ ଫିଜିକାଲ ମେଜରମେଣ୍ଟ ରହିଛି କ'ଣ ନା ଆପଣଙ୍କର ଫିଜିକାଲ ମେଜରମେଣ୍ଟ ସମସ୍ତ ମେଲ୍ ଯେଉଁମାନେ ଏସ୍ସିବିସି ଏବଂ ଜେନେରାଲ ଅଛନ୍ତି ସେମାନଙ୍କର ହାଇଟ୍ ରହୁଛି 168 ସେଣ୍ଟିମିଟର ଏବଂ ୱେଟ୍ ରହୁଛି 55 କେଜି। ଦେନ୍ ଏକ୍ସପାଣ୍ଡେଡ୍ ଛାତିରେ 79 ସେଣ୍ଟିମିଟର ଏବଂ ଆପଣଙ୍କର ଏକ୍ସପାଣ୍ଡେଡ୍ କଲେ 84 ସେଣ୍ଟିମିଟର ଏବଂ ଆପଣଙ୍କର ଜେନେରାଲ ଏବଂ ଏସ୍ସିବିସି ଓମେନଙ୍କର ହାଇଟ୍ ରହୁଛି 155 ସେଣ୍ଟିମିଟର। ଦେନ୍ ୱେଟ୍ ରହୁଛି 47.5 କେଜି। ଦେନ୍ ଆପଣଙ୍କର ଏହାପରେ ଯେଉଁମାନେ ସିଡ୍ୟୁଲ୍ଡ SC STର ମେଲ୍ ପର୍ସନ୍ ଅଛନ୍ତି ସେମାନଙ୍କର ହାଇଟ୍ ରହୁଛି 163 ସେଣ୍ଟିମିଟର। ଦେନ୍ ୱେଟ୍ ରହୁଛି 50 କେଜି। ତାପରେ ଚେଷ୍ଟ ଆପଣଙ୍କର 76 ସେଣ୍ଟିମିଟର ଏକ୍ସପାଣ୍ଡେଡ୍ କଲେ ଦେନ୍ ଆପଣଙ୍କର 81 ସେଣ୍ଟିମିଟର। ଦେନ୍ ଏହାପରେ ଯେଉଁ ଓମେନ୍ କ୍ୟାଣ୍ଡିଡେଟ୍ସ ଅଛନ୍ତି ସେମାନଙ୍କର SC STରେ ହାଇଟ୍ ରହୁଛି 150 ସେଣ୍ଟିମିଟର, ୱେଟ୍ ରହୁଛି 45 କେଜି। ଓମେନ୍ କ୍ଷେତ୍ରରେ କୌଣସି ଚେଷ୍ଟ ମେଜରମେଣ୍ଟ କରାଯାଏ ନାହିଁ ଏବଂ ଫିଜିକାଲ ଏଫିସିଏନ୍ସି ଟେଷ୍ଟ ଯେଉଁଟାକି ଆପଣଙ୍କର ସମସ୍ତ କ୍ୟାଟାଗୋରୀର ପୁରୁଷମାନଙ୍କ ପାଇଁ ରନିଂ କରିବାକୁ ପଡ଼ିବ କେତେ ନା 1.6 କିଲୋମିଟର 8 ମିନିଟ୍ ମଧ୍ୟରେ ଏବଂ ଆପଣଙ୍କର ଲଙ୍ଗ ଜମ୍ପ କରିବା ପାଇଁ ପଡ଼ିବ 3.66 ଯେଉଁଟାକି ମିଟର ଯେଉଁଟାକି 3ଟି ଆଇଟେମ୍ରେ। ଓମେନ୍ କ୍ୟାଣ୍ଡିଡେଟ୍ ସମସ୍ତ କ୍ୟାଟାଗୋରୀରେ ରନିଂ ରହିଛି 1.6 କିଲୋମିଟର 10 ମିନିଟ୍ 20 ସେକେଣ୍ଡରେ ଏବଂ ଏହା ସହିତ ରହିଛି ଆପଣଙ୍କର ଲେନ୍ଥ ଜମ୍ପ ଯେଉଁଟାକି ଆମେ ଲଙ୍ଗ ଜମ୍ପ ବୋଲି କହୁଛନ୍ତି ସେଇଟା ଆପଣଙ୍କ 2.77 ମିଟର ଯେଉଁଟାକି 3 ଆଇଟେମ୍ ଭିତରେ କରିବେ। ଦେଖନ୍ତୁ ବଥ୍ ଆପଣଙ୍କର ସମାନ ରହୁଛି, ଏଥିରେ କିଛି ଅସୁବିଧା ନାହିଁ ଏବଂ ଯେଉଁମାନେ ଟ୍ରାଫିକ୍ ଇନ୍ସପେକ୍ଟର ରହିବେ ସେମାନଙ୍କର କେବଳ ରନିଂ ଦିଆଯାଇଛି। ଅଲ୍ ମେଲ୍ କ୍ୟାଣ୍ଡିଡେଟ୍ସ ମାନଙ୍କର 1.6 କିଲୋମିଟର 8 ମିନିଟ୍ ମଧ୍ୟରେ, ଅଲ୍ ଓମେନ୍ କ୍ୟାଣ୍ଡିଡେଟ୍ସ ମାନଙ୍କର 1.6 କିଲୋମିଟର 10 ମିନିଟ୍ସ 20 ସେକେଣ୍ଡ ମଧ୍ୟରେ କମ୍ପ୍ଲିଟ୍ କରିବା ପାଇଁ ପଡ଼ିବ। ଏଠି ଜମ୍ପ ନାହିଁ। ଏକ୍ଜାମିନେସନ୍ ଆପଣଙ୍କର ପ୍ରାୟତଃ ସମସ୍ତ ଜିଲ୍ଲାରେ କରାଯିବ ଏବଂ ଏକ୍ଜାମ୍ ଆପଣଙ୍କର ଅନଲାଇନ୍ ହେଇପାରେ ନହେଲେ ଅଫଲାଇନ୍ ହେଇପାରେ, ବଟ୍ ଆପଣ ପ୍ରିପାରେସନ୍ ସେଇ ହିସାବରେ କରନ୍ତୁ। ମେରିଟ୍ ଲିଷ୍ଟ ଆପଣଙ୍କର ଅଲରେଡ଼ି ମୁଁ କହିଲି ମେନ୍ ଏକ୍ଜାମିନେସନ୍ର ରେଜଲ୍ଟ ଅନୁସାରେ କରାଯିବ। ଯେଉଁ ଫିଜିକାଲ ମେଜରମେଣ୍ଟ ରହିଛି, ଫିଜିକାଲ ଏଫିସିଏନ୍ସି ଟେଷ୍ଟ ରହିଛି ଓନ୍ଲି ଫର୍ କ୍ୱାଲିଫାଇଂ ନେଚର, ସେଥିରେ କୌଣସି ମାନେ ମାର୍କ ମିଳିବନି। ରିଟିନ୍ ଏକ୍ଜାମିନେସନ୍ରେ ଯାହା ଆପଣ ସ୍କୋର କରିବେ ସେଇ ସ୍କୋର ଅନୁସାରେ ଆପଣଙ୍କୁ ନିଯୁକ୍ତି ମିଳିବ। ଏଇଭଳି ଭାବରେ ଯଦି ଆପଣ ଅଛନ୍ତି ଏଥିପାଇଁ ଯୋଗ୍ୟ ନିଶ୍ଚିତ ଭାବରେ ଆବେଦନ କରନ୍ତୁ ଏବଂ ଆପଣଙ୍କ ଡକ୍ୟୁମେଣ୍ଟସ୍ କ'ଣ ଆବଶ୍ୟକ ନା ଭେରିଫିକେସନ୍ ସମୟରେ ଆପଣ ଯେଉଁ ଅନଲାଇନ୍ ଆପ୍ଲିକେସନ୍ ଫର୍ମ କରିବେ ସେଇଟା ଦରକାର। ଦେନ୍ ଆପଣଙ୍କର ଗୋଟେ ବାୟୋଡାଟା ଫର୍ମ ଦରକାର, ଦେନ୍ ସେଇଟା ଆପଣଙ୍କୁ OSCC ପ୍ରୋଭାଇଡ଼ କରିଦେବ। ଦେନ୍ ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଯେଉଁଟା ଆପଣ ଆବେଦନ କରିଛନ୍ତି ସେଇଟା ଦରକାର। 10th ସାର୍ଟିଫିକେଟ୍ ମାର୍କସିଟ୍, +2 ସାର୍ଟିଫିକେଟ୍ ମାର୍କସିଟ୍, ବ୍ୟାଚଲର ଡିଗ୍ରୀ ସାର୍ଟିଫିକେଟ୍ ମାର୍କସିଟ୍ ଏବଂ ଆପଣଙ୍କର କାଷ୍ଟ ସାର୍ଟିଫିକେଟ୍। ଦେନ୍ ଯଦି ମେଟ୍ରିକ୍ ଷ୍ଟାଣ୍ଡାର୍ଡ଼ରେ ଓଡ଼ିଆ ନଥିବ ଓଡ଼ିଆ ସାର୍ଟିଫିକେଟ୍ ଦେବେ। ଯଦି ଇନ୍ ସର୍ଭିସ୍ ଥିବେ ଡିସଚାର୍ଜ ସାର୍ଟିଫିକେଟ୍ ଆପଣଙ୍କୁ ଦେବା ପାଇଁ ପଡ଼ିବ। ଯଦି ଆପଣ କୌଣସି ଗଭର୍ଣ୍ଣମେଣ୍ଟ ସର୍ଭିସରେ ଥିବେ ଦେନ୍ ଆପଣଙ୍କୁ NOC ସାର୍ଟିଫିକେଟ୍ ଦେବା ପାଇଁ ପଡ଼ିବ। ଏଇ ରହିଛି ଆପଣଙ୍କର ଯୋଗ୍ୟତା। ବହୁତ ଭଲ ପୋଷ୍ଟ, କାହିଁକିନା ଏକ୍ସାଇଜ୍ ଡିପାର୍ଟମେଣ୍ଟ ଯେଉଁଟାକି ଅବକାରୀ ଡିପାର୍ଟମେଣ୍ଟରେ ଆପଣଙ୍କୁ ସବ୍ ଇନ୍ସପେକ୍ଟର ଭାବରେ ନିଯୁକ୍ତି ମିଳିବ। ଟ୍ରାଫିକ୍ ସର୍ଭିସ୍ ଅଲରେଡ଼ି ଜାଣିଛ, ତାହାର ଦେହରେ ମଧ୍ୟ ଆପଣଙ୍କୁ କ'ଣ ନା ସବ୍ ଇନ୍ସପେକ୍ଟର SI ନିଯୁକ୍ତି ମିଳିବ। ନିଶ୍ଚିତ ଭାବରେ ଏଇ ଗୋଟେ ଭଲ ଅପଡେଟ୍। ଯଦି ଭିଡ଼ିଓଟି ଭଲ ଲାଗିଛି ଲାଇକ୍ କର, ନିଜର ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରିନିଅ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ନେବା। ଜୟ ଜଗନ୍ନାଥ, ଜୟ ଓଡ଼ିଶା। ଥ୍ୟାଙ୍କ ୟୁ।